ନୂଆଦିଲ୍ଲୀ ରେଳ ଷ୍ଟେସନରେ ମହାକୁମ୍ଭ ଯାତ୍ରୀଙ୍କ ଭିଡ଼ ଯୋଗୁଁ ଦଳାଚକଟା। ରେଳ ଷ୍ଟେସନରେ ଅସମ୍ଭାଳ ଭିଡ଼ ଜନିତ ଠେଲାପେଲାରେ ପ୍ରାୟ 18 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ଏବଂ ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ଏବଂ 14 ଜଣ ମହିଳା ଥିବା ସୂଚନା। ସେପଟେ ରେଳ ବିଭାଗ ମୃତକଙ୍କ ପରିବାରକୁ 10 ଲକ୍ଷ, ଗୁରୁତରଙ୍କ ପାଇଁ 2.5 ଲକ୍ଷ ଏବଂ ଆହତଙ୍କୁ 1 ଲକ୍ଷ ଆର୍ଥିକ ଅନୁକମ୍ପାମୂଳକ ରାଶି ଘୋଷଣା କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କଟକ ରାଣୀହାଟ ତାଳଦଣ୍ଡା ପୋଲ ପାଖ ରାସ୍ତା ଉପରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି। ବ୍ରହ୍ମପୁର ଗୋଳନ୍ତାରା ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥ ହଳଦିଆ ପଦର ଓଭରବ୍ରିଜ ଉପରେ ଜଣେ ମହିଳାଙ୍କ ବେକରୁ ସୁନାହାର ଓ ମଙ୍ଗଳସୂତ୍ର ଲୁଟି ନେଲେ ଦୁର୍ବୃତ୍ତ। ଉକ୍ତ ମହିଳା ଜଣକ ସୁବାଣୀ ଗ୍ରାମର କେ ସଙ୍ଗୀତା ପାତ୍ର ହୋଇଥିବା ବେଳେ ସେ ତାଙ୍କ ସ୍ୱାମୀଙ୍କ ସହ ଗାଡ଼ିରେ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ମାର୍କେଟିଂ କରି ଘରକୁ ଫେରୁଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଷ୍ଟେସନ ବଜାରରେ ଏକ ହୋଟେଲରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ପଶ୍ଚିମବଙ୍ଗର ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ଏବଂ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା। ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅଧୀନ 16 ନମ୍ବର ଜାତୀୟ ରାଜପଥ ମିରିଗି ମୁଣ୍ଡି ଛକ ନିକଟରେ ଚଳନ୍ତା କାଠ ବୋଝେଇ ଟ୍ରକର ପଛପଟୁ ଧକ୍କା ଦେଲା କାଜୁ ବୋଝେଇ ଟ୍ରକ୍। ଏଥିରେ କ୍ୟାବିନରେ ଚାପି ହୋଇ ଚାଳକ ସମେତ ଖଲାସି ଗୁରୁତର ଆହତ ହୋଇଥିବା ବେଳେ ଉଭୟ ଟ୍ରକ୍ ଆଗପଛ ହୋଇ ବାଲେଶ୍ୱର ପଟୁ କୋଲକାତା ଅଭିମୁଖେ ଯାଉଥିଲେ। କୋରାପୁଟ ଜିଲ୍ଲା ବୋରିଗୁମା ବିସିଂପୁର ଥାନା ଅଧୀନ ବଡିଗାଁ ପିୟୁଙ୍କ ଠାରୁ ଟଙ୍କା ଲୁଟ୍ କଲେ ଦୁର୍ବୃତ୍ତ। ସେ ଭତ୍ତା ଟଙ୍କା ବଣ୍ଟନ ପାଇଁ ବଡିଗାଁ ଯାଉଥିବା ବେଳେ 6 ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଛୁରୀ ଦେଖାଇ ମାଡ଼ ମାରିବା ସହ ତାଙ୍କଠାରୁ 8,60,000 ଟଙ୍କା ଲୁଟ୍ କରିଥିଲେ। ଏନେଇ ବଡିଗାଁ ପିଇଓ ଅର୍ଜୁନ ପାତ୍ର ବିସିଂପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଇକେୱାଇସି ଅପଡେଟ୍ ଅବଧିକୁ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନେଟୱାର୍କ ସମସ୍ୟା ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଏହାକୁ ମିଶାଇ ରାଜ୍ୟ ସରକାର ଏହି ଅବଧିକୁ 5ମ ଥର ଲାଗି ବଢାଇଛନ୍ତି ଏବଂ ଯେଉଁମାନେ ଇକେୱାଇସି କରିପାରିନାହାନ୍ତି ସେମାନଙ୍କୁ ପୁଣି ଥରେ ଏକ ସୁଯୋଗ ଦେଇଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରିଗ୍ରାମର ଅଙ୍ଗନବାଡି ଦିଦି ସୁକାନ୍ତି ସାହୁକୁ ମରଣାତ୍ମକ ଆକ୍ରମଣ। ତାଙ୍କ ସ୍ୱାମୀ ଘରେ ନଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। सेलिब्रिटी क्रिकेट लीग रो 2025 संस्करणर 2टी मैच आज कटक बारवाटी स्टेडियम रे हबो। अपराह्न 2टारू 6टा पंजाब देशर और भोजपुरी दबंग्स मध्य एवं संध्या 6:30 रु
10:30 পର୍ଯ୍ୟନ୍ତ ମୁମ୍ବାଇ ହିରୋଜ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି Preview. ଏବଂ ରାଜ୍ୟରେ 2 ଦିନ ହେଲା ପାରଦ ଉପରେ ରହି ଆସୁଥିବା ବେଳେ ଆସନ୍ତା 19 ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି ଏବଂ 3 ଦିନ ଧରି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। Preview.